ନିମ୍ନମାନର ରାସ୍ତା କାମ ପାଇଁ ଅଭିଯୋଗ କଲେ ଗ୍ରାମବାସୀ, ହେଲେ ଶୁଣିଲେନି ଠିକାଦାର। ଜୋର ଜବରଦସ୍ତ କାର୍ଯ୍ୟ ଆରମ୍ଭ କରି ରାସ୍ତା କାମ କରିଚାଲିଲେ ଠିକାଦାର। ଏତେ ନିମ୍ନମାନର ରାସ୍ତା କାମ ଦେଖି ଗାଁର ଶତାଧିକ ଲୋକ କାର୍ଯ୍ୟ ପାଖରେ ପହଞ୍ଚି ବିରୋଧ କଲେ। ଟିକେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ। ମେଣ୍ଟାଲ ଉପରେ ପିଚୁ ନ ପକାଇ ଡାଇରେକ୍ଟ ପିଚୁ ମିଶା ବଜରି ପକାଇ ରୋଲର କରାଯାଇଛି। ରାସ୍ତାରେ ଚାଲିଗଲେ ପିଚୁ ସବୁ ଉଠି ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଠିକାଦାରଙ୍କ ତରଫରୁ କାର୍ଯ୍ୟ ତଦାରଖ କରୁଥିବା ସୁପରଭାଇଜରଙ୍କ ସହିତ ଗ୍ରାମବାସୀଙ୍କର ବଚସା ମଧ୍ୟ ହୋଇଛି। ପରେ ଏତେ ମାତ୍ରାରେ ବିରୋଧ ଦେଖି ସୁପରଭାଇଜର କାର୍ଯ୍ୟ ବନ୍ଦ କରିଦେଇଥିଲେ। ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର 12 ପଞ୍ଚାୟତ ଅନ୍ତର୍ଗତ ଘିଗିଡ଼ିଆ ଗ୍ରାମରେ। ସରକାରଙ୍କ ତରଫରୁ ଗାଁକୁ ଯାତାୟାତ ଓ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କୋଟି କୋଟି ଟଙ୍କାର ଖର୍ଚ୍ଚ କରୁଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। କେନ୍ଦ୍ରାପଡ଼ା ଆର୍ଟି ଡିଭିଜନ 1ର ଅଧୀନରେ ଗାଙ୍ଗପଡ଼ା ପଞ୍ଚାୟତ ପୋଇପାଟ ଗାଁଠାରୁ 12 ପଞ୍ଚାୟତର ନୀଳିକଣା ଗାଁ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ପାଇଁ 2,50,00,000ରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରାଯାଇଥିଲା। 2 ବର୍ଷରୁ ଉର୍ଦ୍ଧ୍ୱ ହେଲାଣି ରାସ୍ତା କାର୍ଯ୍ୟ କରାଯାଉଛି, ହେଲେ ସରିବାର ନାଁ ନାହିଁ। ଏବେ ସେହି ରାସ୍ତାରେ ପିଚୁ କାମ କରାଯାଉଛି, ହେଲେ ଏତେ ନିମ୍ନମାନର କାର୍ଯ୍ୟ କରାଯାଉଛି ଯାହାକୁ ଦେଖିଲେ ଯେ କେହି ବି ବିରୋଧ କରିବ। କାର୍ଯ୍ୟ ଚାଲିବା ସମୟରେ ବିଭାଗୀୟ ଅଧିକାରୀମାନେ ତଦାରଖ କରିବା ପାଇଁ ନିୟମ ଥିଲେ ବି ଜେଇ ଏସଡିଓ କେହି ଜଣେ ହେଲେ ଦେଖା ନାହାନ୍ତି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଓ ପିସିପାଇ ଅଫିସରେ ରହି ବିଲ୍ କରୁଥିବା ଅଧିକାରୀମାନେ କେବେ ସୁଧୁରିବେ, ତାହା ସାଧାରଣରେ ଆଲୋଚନା ହେଉଛି। ଜଗବନ୍ଧୁ ପ୍ରଧାନ ଘିଗିଡ଼ିଆ। ଆମର ଏ ଯେଉଁ ରୋଡ଼ ଆର୍ଡି ରୋଡ଼ ପଥରକଣି ପାଖରୁ ନୀଳିକଣା ପର୍ଯ୍ୟନ୍ତ 6 କିଲୋମିଟର ରାସ୍ତା ଆଜିକି 3 ବର୍ଷ ହେବ କାମ ଆରମ୍ଭ ହେଇଛି। ଆଜିକି 6-7 ଦିନ ତଳେ ପିଚୁ ସେମାନେ କରୁଛନ୍ତି। ଆମ ଗାଁ ଲୋକ ସେପଟେ ଗଲାବେଳେ ସାଇକେଲରେ ଆଉ ଚାଲିକିରି ପାଦରେ ପିଚୁ ଉଠିଗଲା। ତେଣୁ ଆମର ସନ୍ଦେହ ହେଲା। ଗାଁ ପିଲା ସବୁ ଡକାଡକି ହେଇ ସେଠି ପହଞ୍ଚିଲେ, କାମକୁ ଟିକେ ସେଠି ରୋକିଲେ। କହିଲେ ନା ତୁମେ ଏମିତିଆ କାମ କଲେ ଆମେ କାମ କରେଇଦେବୁନି, ତୁମେ କାମ କର, ଠିକ୍ ଭାବରେ କର, ଏବଂ ଆମକୁ ଏଷ୍ଟିମେଟ୍ ଦରକାର। ତୁମ କଣ୍ଟ୍ରାକ୍ଟରକୁ ଡାକ, ତୁମେ ଯାଇକି ଡାକ, ଆମେ ବସିବୁ, ଏଠି କାମ ହେବ। ଆରମ୍ଭରୁ କିମ୍ବା ଶେଷ ଭିତରେ କୌଣସି ଜାଗାରେ ଫଳକ ଲଗା ହେଇଛି? ହଁ, ଲଗା ହେଇଛି ସିଆଡ଼େ ପ୍ରଥମରୁ ପୋଇପାଟ ପାଖରେ ବୋଧେ। ତ ତେଣୁ ଆମେ ଆପଣଙ୍କ ଜରିଆରେ କଲେକ୍ଟରଙ୍କୁ ବା ଜିଲ୍ଲାପାଳଙ୍କୁ ଆମେ ଅନୁରୋଧ କରୁଛୁ, ଏ କାମଟାକୁ ଠିକ୍ ଭାବରେ ହେବା ଦରକାର। ସମସ୍ତେ ଆସିବେ, ଏଠି ଇନକ୍ୱାରି କରିବେ, ଦେଖିବେ ଏବଂ ଏଷ୍ଟିମେଟ୍ ଅନୁସାରେ କାମ ହେବା ଦରକାର। କାମ କ'ଣ ସେ କରିଛନ୍ତି? ଧୂଳି ଖରିକି ନାହାନ୍ତି, ପ୍ରାଇମର ଦେଇନାହାନ୍ତି, ସେମିତି ଧୂଳି ଉପରେ ପକାଇ ଦେଇଛନ୍ତି। କ'ଣ ବଜରି କେବଳ 1/2 ଇଞ୍ଚ ଗୋଡ଼ି ବି ଦିଆହେଇନି, ବଜରି ପଡ଼ିଛି। ଆମେ ଚାଲିଲା ବେଳେ ସେ ଧୀରେ ସବୁ ଉଠି ଯାଉଛି। ହାତରେ ପିଲା ତାକୁ ଆଡ଼େଇ ଦେଲା ବେଳକୁ ସେ ବାହାରି ଯାଉଛି। ଏହିସବୁ ଦୃଷ୍ଟିରୁ ଆମେ ତାଙ୍କୁ କହିଛୁ। ସିଏ ପୁଣି କ'ଣ କଲେ, ଯେତେବେଳେ ତାଙ୍କୁ କହିଲୁ ସେ ପୁଣି ଆମକୁ ଧମକ ଦେଉଛି ନା ଆମେ କାମ କରିବୁ, ତୁମେ ଆମର କ'ଣ କରିବ କ'ଣ ଯାଆନ୍ତି। ତେଣୁ ମୁଁ ବାଧ୍ୟ ହେଇକିରି ଆମର ନିକିରେଇ ମ୍ୟାଡ଼ାମକୁ ଜଣେଇଲି, ଆଇଆଇସି କି, ଯେ ଆଜ୍ଞା ଏମିତିଆ କଥା, ଆମେ ବନ୍ଦ କରିବାରୁ ସେ ଆମକୁ ଧମକ ଚମକ କରୁଛନ୍ତି। ଆଜ୍ଞା ମଧ୍ୟ ପଠାଇଛନ୍ତି 2 ଜଣ ବାବୁମାନଙ୍କୁ ଦେଖିବା ପାଇଁ। ତେଣୁ ଆମେ ଆଜି ବି ଆପଣମାନଙ୍କୁ ଅନୁରୋଧ କରୁଛୁ, ସରକାରଙ୍କୁ ଅନୁରୋଧ କରୁଛୁ, ଜିଲ୍ଲାପାଳଙ୍କୁ ଅନୁରୋଧ କରୁଛୁ ଯେ ପ୍ରକୃତ ଏଷ୍ଟିମେଟ୍ ଅନୁସାରେ କାମ ହେବା ଦରକାର, ନଚେତ କାମ ଆମେ କରେଇଦେବୁ ନାହିଁ। ଆମେ ଚାହୁଁଛୁ କାମ ହେଉ, କିନ୍ତୁ ଠିକ୍ ଭାବରେ ହେଉ। ବିଭାଗୀୟ କର୍ମଚାରୀ କିଏ ଆସିଥିଲେ? ବିଭାଗୀୟ କର୍ମଚାରୀ କେହି ଆସିନାହାନ୍ତି। ଆପଣ ଏ ଏରିଆର ଜଣେ ଲୋକପ୍ରତିନିଧି, ଆମେ ଦାବି ରଖୁଛୁ କାମଟାକୁ ଏଠି ନୁହେଁ, ସାରା ଓଡ଼ିଶା କଥା କହୁଛୁ, ସାରା ଭାରତବର୍ଷ କଥା କହୁଛୁ। ଓଡ଼ିଶା ସରକାର ଏବେ 24 ବର୍ଷ ଧରି ଯେଉଁ ଶାସନ ଥିଲା, ସେ ଶାସନରେ ଯେଉଁ ପ୍ରକାର ମାନସିକତା ସେମାନଙ୍କର ଥିଲା, ସେ ମାନସିକତା ଆଜି ଯାଇନାହିଁ ବୋଲି ଆମେ ଅନୁଭବ କରୁଛୁ। ଆଉ ଜାଣୁଛୁ ଯେ ସେ ଯେଉଁ ପ୍ରକାର କାମ କରିଥିଲେ ସେତେବେଳେ ସେଇ ପ୍ରକାର କାମ କରି ଚାଲିଛନ୍ତି। ଆମେ ଚାହୁଁନୁ ସେ ପ୍ରକାର କାମ କରିବା ପାଇଁ। ଆମର ମୁଖ୍ୟମନ୍ତ୍ରୀ ମହୋଦୟ କହିଛନ୍ତି ଯେ ତମ କାମ ତମେ ଦେଖ ଏବଂ ଅଟକାଅ, ଭଲ କାମ କରାଅ। ତେଣୁ ଆମେ ଗ୍ରାମବାସୀ ବାହାରି ଏଇ କାମଟାକୁ ଆମେ ଚାହୁଁଛୁ, ଆମେ ଦାବି କରୁଛୁ କାମ ଠିକ୍ ଭାବରେ ହେଉ। ଜଣେଇବୁ। ଆମେ କାଲି ଯାଉଛୁ ଜିଲ୍ଲାପାଳଙ୍କ ପାଖକୁ ଏବଂ ବିଭାଗୀୟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର, ଏସଡିଓ, ଜେଇଙ୍କ ପାଖକୁ ଭେଟିବୁ, ତାଙ୍କୁ ଲେଖିକି ଦେବୁ ଯେ କାମଟା ଠିକ୍ ଭାବରେ ହେଉ। ରିପୋର୍ଟ ପ୍ରୟାଗ ଖବର।